ପଲ୍ଲବୀ ରୁବିକୁ କହିବେ ଲେଟ୍ ନାଇଟ୍ରେ ନିଲମ ଦି ମଦ ପିଇ ଘରକୁ ଆସିବା କଥା, ଆଉ ଗୁଣ୍ଡା ବଦମାସଙ୍କ ସହିତ ମିଶି ଲେଟ୍ ନାଇଟ୍ରେ ବାହାରେ ବୁଲିବା କଥା। ମୁଁ ସବୁ ମାମାଙ୍କ ଆଗରେ କହିଦେବି। ଆଉ ଅପା, ମୁଁ ତମକୁ ବା କ'ଣ କହିବି? ଖାଲି ଏତିକି କହୁଛି, ଆଦର୍ଶ ତମକୁ ତମ ସମ୍ମାନ ନ ହରେଇବା ବିଷୟରେ ଯୋଉ କଥା ସବୁ କହିକି ଗଲେ, ତମେ ତା ଉପରେ ଧ୍ୟାନ ଦିଅ, ନହେଲେ ଏମିତି କହି ପଲ୍ଲବୀ ଚାଲିଯିବେ। ତାପରେ ଆଦର୍ଶ ରୁମ୍ରେ ବିନୋଦକୁ କହିବେ, ଦାଦା, ତମେ ଆଉ ଖୁଡ଼ି କାହାର ଯଦି କିଛି ହେଇଯାଏ ନା, ତାହେଲେ ମୁଁ ବଞ୍ଚିବିନି। ତାପରେ ବିନୋଦ କହିବେ, ଆରେ ମୋର ଦିଟା ଯବାନ ପୁଅ ମୋ ପାଖରେ ଥାଉ ତ ମୋର କାହିଁ କ'ଣ ହବ? ଏମିତି କହି ଆଦର୍ଶକୁ ହକ୍ କରିବେ ଆଉ କହିବେ, ଗୌରବ, ତୁ ଆଉ ସେଠି କାହିଁ ଠିଆ ହେଲୁ? ଆ ମୋ ପାଖକୁ ଆ। ତାପରେ ଗୌରବ ଯାଇ ବିନୋଦର ପାଖରେ ବସିବେ। ତାପରେ ଆନନ୍ଦ ଆଉ ପଲ୍ଲବୀ ଆସିବେ। ତାପରେ ଆନନ୍ଦ କହିବେ, ଆରେ ଭାଇ, ଭଲ ପାଇବାଟା ଆମ ପାଇଁ ବି ଟିକେ ବୋଲିକି ରଖିଥାଅ। ବିନୋଦ, ତୁ ଏତେ ଇରେସ୍ପନ୍ସିବୁଲ ହେଇପାରିଲୁ କେମିତି? ପଲ୍ଲବୀ ମୋତେ ସବୁ କଥା କହିସାରିଛି। ନା ତୁ ଠିକ୍ ସେ ମେଡିସିନ ଖାଉଛୁ, ନା ଠିକ୍ ସେ ତୁ ଖାଉଛୁ ପିଉଛୁ, ଏସବୁ ଚାଲିଛି କ'ଣ? ତାପରେ ଗୌରବ କହିବେ, ସବୁ ଭୁଲ ମୋର ବଡ଼ ବାପା। ରିମଝିମ୍ ଆସି ଏ ଘରେ ରହିବା ପରେ ମୁଁ ହିଁ ଠିକ୍ରେ ତାଙ୍କର ଖାଇବା ପିଇବାର ଯତ୍ନ ନେଇ ପାରିଲିନି। ତାପରେ ପଲ୍ଲବୀ କହିବେ, ନାଇଁ ଭାଇ, ଭୁଲ ଏକା ଆପଣଙ୍କର ନୁହଁ, କିଛି ନା କିଛି ଭୁଲ ଆମ ସମସ୍ତଙ୍କର ରହିଯାଇଛି। ଆମେ ୟଙ୍ଗ ମାନେ ଆମ ନିଜ ନିଜ କାମରେ ଏତେ ବିଜି ରହିଯାଉଛେ ଯେ ଆମେ ବଡ଼ମାନଙ୍କର ଯତ୍ନ ନେବା ପାଇଁ ଆମ ପାଖରେ ଠିକ୍ ସମୟ ନାହିଁ। ତେଣୁ ମୁଁ ବାବାଙ୍କୁ କହି ଦାଦାଙ୍କୁ ଏଇଠିକି ନେଇ ଆସିଲି। ଏବେ ଆମେ ସମସ୍ତେ ମିଳିମିଶି ଦାଦାଙ୍କର ଭଲ ଭାବରେ ଯତ୍ନ ନେବା। ତାପରେ ଆନନ୍ଦ କହିବେ, ଦେଖ ବିନୋଦ, ମୁଁ ଏଥର ତୋର କୌଣସି ନାଟକ ଶୁଣିବିନି ହେଲା। ତତେ ଏଣିକି ଏଇ ଘରେ ହିଁ ରହିବାକୁ ପଡ଼ିବ। ଏଇଠୁ ତୁ କୁଆଡ଼େ ବି ଯାଇପାରିବୁନି। ତାପରେ ଗୌରବ ବିନୋଦକୁ କହିବେ, ବାପା, ଆପଣ ଟିକେ ରେଷ୍ଟ ନିଅନ୍ତୁ। ମୁଁ ଏନଜିଓକୁ ଯାଉଛି। ଇଭିନିଂରେ ଘରକୁ ଫେରିଲା ବେଳେ ଆପଣଙ୍କ ସହିତ ଦେଖା ହେଇଯିବି। ତାପରେ ଆଦର୍ଶ କହିବେ, କୋଉ ଘରକୁ ଯିବା କଥା କହୁଛ ଭାଇ? ତମେ 2 ଜଣ କୁଆଡ଼େ ବି ଯିବନି। ତମେ 2 ଜଣ ଏଇଠି ରହିବ। ତମ ଲଗେଜ ମୁଁ ମଗେଇ ଦେବି। ତାପରେ ଗୌରବ କହିବେ, କିନ୍ତୁ ଆଦର୍ଶ। ତାପରେ ଆନନ୍ଦ କହିବେ, କିନ୍ତୁ ଫିନ୍ତୁ କିଛି ନାହିଁ। ଆରେ ଆଦର୍ଶ ଯେମିତି ମୋ ପୁଅ, ତୁ ବି ସେମିତି ମୋର ପୁଅ। ତୁ କ'ଣ ତୋ ବଡ଼ ବାପା କଥା ମାନିବୁନି? ତାପରେ ଗୌରବ ଆନନ୍ଦକୁ ହକ୍ କରିବେ। ତାପରେ ଆନନ୍ଦ କହିବେ, ଯା, ଏନଜିଓ ଯା, ଆଉ ଖାଇବା ସମୟରେ ଘରକୁ ଫେରି ଆସିବୁ। ଆଉ ଏଠି ଚୁପଚାପ ରହିବୁ ହେଲା। ତାପରେ ଗୌରବ କହିବେ, ଆଜ୍ଞା ବଡ଼ ବାପା। ଏମିତି କହି ଗୌରବ ଚାଲିଯିବେ। ତାପରେ ପଲ୍ଲବୀ ଆଦର୍ଶକୁ କହିବେ, ଆଦର୍ଶ, ସାନମା ଏବେ କୋଉଠି ପହଞ୍ଚିଲେଣି? ମୁଁ ଟିକେ ଯାଇ ତାଙ୍କ ସହିତ କଥା ହେଇଯାଉଛି। ତାପରେ ଆଦର୍ଶ କହିବେ, ଠିକ୍ ଅଛି। ତାପରେ ପଲ୍ଲବୀ ତାଙ୍କ ରୁମକୁ ଆସିବେ ଆଉ ମମତାକୁ କଲ୍ କରି କହିବେ, ହଁ ସାନମା, ଆପଣ ତାଙ୍କ ପାଇଁ ଚିନ୍ତା କରିବା କିଛି ବି ଦରକାର ନାହିଁ। ଦାଦା ଏବେ ଏକଦମ ଠିକ୍ ଅଛନ୍ତି। ହଁ, କିନ୍ତୁ ଆପଣ ଯେତେ ଶୀଘ୍ର ପାରୁଛନ୍ତି ପ୍ଲିଜ୍ ଟିକେ ଘରକୁ ଫେରି ଆସନ୍ତୁ। ହଁ ସାନମା, ଆମେ ସମସ୍ତେ ଦାଦାଙ୍କୁ ଦେଖାଶୁଣା କରୁଛୁ, ତାଙ୍କର ଦାୟିତ୍ୱ ନେଉଛୁ। କିନ୍ତୁ ଆପଣ ଦାଦାଙ୍କର ଯେମିତି ଦାୟିତ୍ୱ ଯତ୍ନ ନେଇପାରିବେ ସେମିତି ଆମେମାନେ ନେଇପାରିବୁନି। ଏକ୍ଚୁଆଲି ସାନମା, ଦାଦା ଆପଣଙ୍କୁ ମୁହଁ ଖୋଲି କହିପାରୁନାହାନ୍ତି ସିନା, କିନ୍ତୁ ସିଏ ଆପଣଙ୍କୁ ବହୁତ ମିସ୍ କରୁଛନ୍ତି। ଠିକ୍ ଅଛି ସାନମା, ଆମେ ସମସ୍ତେ ଆପଣଙ୍କୁ ଅପେକ୍ଷା କରି ରହିଲୁ। ମୁଁ ରହୁଛି, ବାଏ। ତାପରେ ଆନନ୍ଦ ଆସି କହିବେ, ମମତା ଆସୁଛନ୍ତି? ତାପରେ ପଲ୍ଲବୀ କହିବେ, ହଁ ବାବା, ଦାଦାଙ୍କର ଦେହ ଖରାପ କଥା ମୁଁ ସାନମାଙ୍କୁ ଜଣେଇଦେଲି। ଆଉ ସେ ଅଯୋଧ୍ୟାରେ ଥିଲେ, ସିଏ ଏବେ ଫେରୁଛନ୍ତି। ଖୁବ୍ ଶୀଘ୍ର ସେ ଆସି ପହଞ୍ଚିଯିବେ। କ'ଣ ହେଲା ବାବା? ତାପରେ ଆନନ୍ଦ ଚୁପ୍ ଥିବେ। ତାପରେ ରୁବି ନିଲମକୁ କହିବେ, କ'ଣ କହିଲୁ? ନିଜେ ଭୁଲ କରିଛୁ, ମୋତେ ପଚାରୁଛୁ କ'ଣ ହେଲା? ତାପରେ ନିଲମ କହିବେ, ମାମା, କ'ଣ ହେଇଛି ତମର? ମୋ ଉପରେ କାହିଁକି ଏତେ ଜୋରରେ ଚିଲ୍ଲଉଛ? କ'ଣ କରିଛି ମୁଁ? ତାପରେ ରୁବି କହିବେ, ଆରେ ତତେ ମଦ ପିଇ ଧରା ପଡ଼ିବା ପାଇଁ ଆଦର୍ଶ ଆଉ ପଲ୍ଲବୀ ମିଳିଲେ, ଆଉ କେହି ମିଳିଲେନି। ସେମାନଙ୍କ ହାତରେ ଧରା ପଡ଼ିବା ଆଗରୁ ତୁ ଯଦି କୋଉ ନାଲ କି ନର୍ଦ୍ଦମାରେ ପଡ଼ି ରହିଥାନ୍ତୁ ତାହେଲେ ଆହୁରି ଭଲ ହେଇଥାନ୍ତା।
ତାପରେ ନିଲମ କହିବେ, ମାମା ତମେ ମୋ ମାମା ନା ଆଉ କିଏ? ମୋତେ ନାଲ କି ନର୍ଦ୍ଦମାରେ ପଡ଼ିବା କଥା କହୁଛ? ନିଜ ଝିଅ ସହିତ କିଏ ଏମିତି କଥାବାର୍ତ୍ତା କରେ? ତାପରେ ରୁବି କହିବେ, ହଁ ତୋ ବୋଲି ନିଶାଣୀ ଝିଅ ଯାହାର ଥିବ ନା, ସିଏ ଆଉ କ'ଣ ବା କରିପାରିବ କହ? ସେମାନଙ୍କ ସାମ୍ନାକୁ କାହିଁକି ଯାଇଥିଲୁ? କୋଉଠି ଲୁଚି ପାରିଲୁନି? ତାପରେ ନିଲମ କହିବେ, ତମେ ତ ଏମିତି କହୁଛ ଯେମିତି ଜାଣିଶୁଣି ମୁଁ ସେମାନଙ୍କ ସାମ୍ନାକୁ ଯାଇଥିଲି। ତାପରେ ରୁବି କହିବେ, ସେ 2 ଜଣଙ୍କ ସାମ୍ନାକୁ ତୁ ଜାଣିକି ଯାଇଥିଲୁ କି ଅଚାନକ ଯାଇଥିଲୁ ସେ କଥା ମୁଁ ଜାଣିନି, କିନ୍ତୁ ତୋରି ଯୋଗୁଁ ସେ ପଲ୍ଲବୀ ମୋତେ ସାରା ଜୀବନ ବ୍ଲାକମେଲ କରିବ। ଏବେ ତ ତୋରି ପାଇଁ ମୋତେ ତା ସାମ୍ନାରେ ଡରିକି ରହିବାକୁ ପଡ଼ିବ। ତାପରେ ନିଲମ କହିବେ, ମାମା ଏଥିରେ ମୋର କିଛି ବି ଦୋଷ ନାହିଁ। ଏଥିପାଇଁ ଦାୟୀ ହେଉଛି ପ୍ରଶାନ୍ତ। ଆଉ ଏଇଥିପାଇଁ ତମେ ତାଙ୍କୁ ଦୋଷ ନ ଦେଇ ଓଲଟି ମୋତେ ଗାଳି କରୁଛ? ମାମା ମୁଁ ସତ କହୁଛି, ମୋର ପୁରା ବିଶ୍ୱାସ ସେ ପ୍ରଶାନ୍ତ। ଆଉ ମୋତେ ଭାରି ଡର ବି ଲାଗୁଛି। ସିଏ ମୋତେ କେତେବେଳେ ବି ଧରି ତାଙ୍କ ସାଙ୍ଗରେ ନେଇଯିବେ। ମୁଁ କିନ୍ତୁ ତାଙ୍କ ସାଙ୍ଗରେ ଯିବାକୁ ଚାହୁଁନି ମାମା। ମୋତେ ବହୁତ ଟର୍ଚର କରୁଛନ୍ତି ସିଏ। ତାପରେ ରୁବି କହିବେ, ପ୍ରଶାନ୍ତ ଆସିଗଲେ ଗୋଟେ ଦୃଷ୍ଟିରୁ ବହୁତ ଭଲ ହେଲା। ଅନ୍ତତଃ ତାରି ଡରରେ ତୁ ଏବେ ଆଉ ବାହାରକୁ ତ ଯିବୁନି କି ମଦ ପିଇବୁନି କି ମୋତେ ଆଉ ସେ ପଲ୍ଲବୀ ଆଗରେ ଲାଜରେ ମୁଣ୍ଡ ତଳ କରି ଠିଆ ହେବାକୁ ପଡ଼ିବନି। ତାପରେ ନିଲମ କହିବେ, ହଁ ତମକୁ ତ ମୋ ପାଇଁ ଟିକେ ବି ଚିନ୍ତା ନାହିଁ ନା? ଦେଖ ମାମା ମୁଁ ଭାବୁଛି ତମେ ଏବେ ମୋ ପ୍ରୋବ୍ଲେମ ଉପରେ ଫୋକସ କରିବା ଦରକାର, ପଲ୍ଲବୀ ଉପରେ ନୁହଁ। ତମେ ତ ଦୁନିଆରେ ସବୁ ବୋହୂଙ୍କ ଏଗେନ୍ଷ୍ଟରେ ଲଢ଼େଇ କରିବା ପାଇଁ ଏତେ ବ୍ୟସ୍ତ ଅଛ ଯେ ତମକୁ ତମ ଝିଅ ପାଇଁ ଟିକେ ବି ଚିନ୍ତା ନାହିଁ। ପ୍ଲିଜ ମାମା ଏବେ ବି ସମୟ ଅଛି, ମୋତେ ତାଙ୍କ ପାଖରୁ ବଞ୍ଚାଅ। ମାମା ତମ ପାଖରେ ଗୁଣ୍ଡା ଅଛନ୍ତି, ବଦମାସ ଅଛନ୍ତି, ସମସ୍ତେ ଅଛନ୍ତି। ତମେ କାହାକୁ ବି କୁହ, ସେ ତାକୁ ଖୋଜିକି ବାହାର କରି ଏ ଏରିଆରୁ 500 କିଲୋମିଟର ଦୂରକୁ ପଠେଇ ଦେବେ।